ଯେତେ ବି ଆସନ୍ତୁ କିନ୍ତୁ ସାଧାରଣ ଲୋକଙ୍କ ପାଇଁ କୌଣସି ଅସୁବିଧା ହେବା ଉଚିତ ନୁହେଁ। କିନ୍ତୁ ସ୍କୁଲ କଲେଜ ତ ବନ୍ଦ ରହିବା ଉଚିତ ନୁହେଁ। ଆଉ ଉଟା ଦୋକାନୀ ହେଉ ଯେଉଁମାନେ ଜୀବନ ନିର୍ବାହ କରୁଛନ୍ତି ସେଇଭଳି ଲୋକଙ୍କୁ ଥଇଥାନର ଅବସ୍ଥା ରହିଛି। ତେଣୁ ବି ଆସିବା ନାଁରେ ସେମାନଙ୍କୁ ଉଚ୍ଛେଦ କରିବାଟା ସେମାନଙ୍କୁ ତାଙ୍କର ପେଟ ପାଳନ କଥାକୁ ବନ୍ଦ କରିବା ଏଇଟା ଠିକ୍ ନାହିଁ। ପ୍ରଧାନମନ୍ତ୍ରୀ ଆସିବା ଦ୍ୱାରା ଓଡ଼ିଶାର କିଛି ବିକାଶ ଆଭିମୁଖ୍ୟ ନେବ କି? ନାଇଁ, ଓଡ଼ିଶାରେ ଭାରତର ପ୍ରଧାନମନ୍ତ୍ରୀ ଆସୁଛନ୍ତି ଓଡ଼ିଶାର ବିକାଶ କରିବା ପାଇଁ ଆସୁଛନ୍ତି ଡିଜି କନଫରେନ୍ସରେ ଆସୁଛନ୍ତି। ଭାରତର ସବୁ ପ୍ରଦେଶର ଡିଜି କନଫରେନ୍ସ କରୁଛନ୍ତି। ତେଣୁ ଭାରତର ପ୍ରଧାନମନ୍ତ୍ରୀ ଆସୁଛନ୍ତି ପ୍ରଥମ ପରି ପ୍ରଧାନମନ୍ତ୍ରୀ ତୃତୀୟ ପ୍ରଧାନମନ୍ତ୍ରୀ ହେଲା ପରେ 3 ଦିନ ଗସ୍ତରେ ଆସୁଛନ୍ତି। ବହୁତ ବଡ଼ 3 ଦିନ ରହିବେ। ଭଲ ଆମର ରାଜ୍ୟର ଯଦି ବିକାଶରେ ଯଦି ଘୋଷଣା ଯଦି ସ୍ୱତନ୍ତ୍ର ବିକାଶ ଯଦି ନ କରିବେ ବା ଘୋଷଣା ଯଦି ନ କରିବେ ସ୍ୱତନ୍ତ୍ର ପ୍ୟାକେଜ ଯଦି ଘୋଷଣା ନ କରିବେ ତାହେଲେ ତାଙ୍କ ଆସିବାର କିଛି ଆମ ଓଡ଼ିଶା ପ୍ରତି ଏମିତି ସ୍ୱାର୍ଥ ପାଇଁ ଆମ ଲୋକଙ୍କର ସ୍ୱାର୍ଥ ପାଇଁ ହେବ ନାହିଁ ବୋଲି ମାନେ କାର୍ଯ୍ୟରେ ଆସିବ ନାହିଁ। ଯେ ପ୍ରଧାନମନ୍ତ୍ରୀ ଆସିବେ ଓଡ଼ିଶାବାସୀଙ୍କ ପାଇଁ ଯେଉଁ ଆଶା ଯେଉଁ ଭରସା ଦେଇକି ଯେଉଁ ଭୋଟ ଦେଇଥିଲେ ସେ ସ୍ୱତନ୍ତ୍ର ପ୍ୟାକେଜ ଯଦି ଘୋଷଣା ନ କରିବେ ତାହେଲେ ତାଙ୍କର ଆସିକି 3 ଦିନରେ କର୍ମ ଗଲା ପରେ ଲୋକ ନିଶ୍ଚିତ ଭାବେ ଓଡ଼ିଶାବାସୀ ଦେଖୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର କ'ଣ କରୁଛନ୍ତି ଲୋକ ନିଶ୍ଚିତ ଭାବେ ପରଖି ହେଉଛନ୍ତି। ଯଦି ସ୍ୱତନ୍ତ୍ର ଯୋଜନା କରିବେ ତାହେଲେ ଭାବୁଛି